आकाशवाणी संवाद पढ़ुछंती चंदन घोष। मुख्य संवाद प्रधानमंत्री नरेंद्र मोदी दुई दिनिया कुवेत गस्त आसंताकाली ठारू आरंभ। अर्थमंत्री निर्मला सीतारमण अध्यक्षतार राजस्थान रे प्राक बजेट परामर्श बैठक अनुष्ठित। भारत चीन सीमा समस्या को 2005 मसीह प्रणयन होइतिबा नीति और राजनैतिक मानदंड अनुसार समाधान करने लगी दुई देश सहमत। प्रथम विश्व ध्यान दिवस पालन कराजिबो आसंता काली एवं राजस्थान रो भांकोरटार एक गैस टैंकर रे अग्निकांड जनित दुर्घटना रे मृत्यु संख्या 9 को वृद्धि। प्रधानमंत्री नरेंद्र मोदी आसंताकाली ठारू दुई दिनिया कुवेत गस्त करिवे। कुवेतर अमीर शेख मेशाल अल अहमद अल जाबेर अल साबाह निमंत्रण क्रमे श्री मोदी सेठाकू जाउछंती बोली वैदेशिक मंत्रालयर संपृक्त विभाग दायित्व थिबा सचिव अरुण कुमार चैटर्जी कहिसंती। आज नुआदिल्ली गणमाध्यम को ए संपर्क में सूचना दे से कहते 43 वर्ष मध्य प्रथम भारतीय प्रधानमंत्री भावे श्री मोदी एही देश गस्त करिवे। ए अवसर में प्रधानमंत्री कुवेतर नेतृवृंद सहित द्विपक्षीय तथा अन्यान्य गुरुत्वपूर्ण प्रसंग में आलोचना करिवे। प्रधानमंत्री एही गस्त द्वारा भारत और कुवेत मध्य बहुपक्षीय संपर्क को अधिक सशक्त करिवार सुजोग सृष्टि होई परिबो बोली श्री चैटर्जी कहते। से कहते भारत और कुवेत मध्य बहु वर्ष धरी रही आसिथिबा ऐतिहासिक और सशक्त अर्थनैतिक संपर्क सहित एक जीवंत सांस्कृतिक संजोग मध्य रही आसिछि। ଏହି ଅବସରରେ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ସହିତ ମଧ୍ୟ ଶ୍ରୀ ମୋଦି ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଚାଟାର୍ଜୀ ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କୁଏତ୍ର ପ୍ରିନ୍ସଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ଆମ ସମ୍ବାଦଦାତା ଜଣାଇଛନ୍ତି ଭାରତ ଓ କୁଏତ ମଧ୍ୟରେ ପାରମ୍ପରିକ ତଥା ଐତିହାସିକ ବନ୍ଧୁତ୍ୱ ରହିଆସିଛି। कुवेतर श्रेष्ठ व्यावसायिक भागीदारी मध्य भारत अन्यतम। सेठारे बसवास करुवा विदेशी मध्य सर्वाधिक भारतीय बोली आम संवाददाता जणाइछन्ते। अर्थमंत्री निर्मला सीतारमण अध्यक्षतार राजस्थान जैसालमेर ठारे प्राक बजेट परामर्श बैठक अनुष्ठित हो जाइछि। एथिरे केंद्र अर्थ राष्ट्रमंत्री पंकज चौधरी अंशग्रहण करिसेंति। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଗୋଆ, ହରିୟାଣା, ଜାମ୍ମୁ କାଶ୍ମୀର ଓ ମେଘାଳୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ଏହାଛଡ଼ା ଅରୁଣାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ସେହିଭଳି ଏହି ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥ ସଚିବଙ୍କ ସମେତ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଆସନ୍ତାକାଲି ଜୈସାଲମେରଠାରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍ଟି ପରିଷଦର 55ତମ ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଗତ 10 ବର୍ଷ ମଧ୍ୟରେ ଦେଶରେ ରେଳଜନିତ ଦୁର୍ଘଟଣା ପ୍ରାୟ 1/3 ହ୍ରାସ ପାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି 2014-15 ବର୍ଷରେ ରେଳ ଦୁର୍ଘଟଣା 135 ହୋଇଥିବା ବେଳେ 2023-24ରେ ଏହା 40କୁ ହ୍ରାସ ପାଇଛି। ସେହିଭଳି 2004ରୁ 2014 ମସିହା ମଧ୍ୟରେ ମୋଟ 1711ଟି ରେଳ ଦୁର୍ଘଟଣା ଘଟିଥିବା ବେଳେ ବର୍ତ୍ତମାନର ବିଜେପି ସରକାରଙ୍କ ବହୁବିଧ ପଦକ୍ଷେପ ଲାଗି ଏହା 678କୁ ହ୍ରାସ ପାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶବ୍ୟାପୀ ବର୍ତ୍ତମାନ 11ଟି ରାଜ୍ୟରେ 313ଟି ଗ୍ରାମ୍ୟ ନ୍ୟାୟାଳୟ କାର୍ଯ୍ୟରତ ରହିଛି ବୋଲି ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ କହିଛନ୍ତି। ଆଜି ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ମେଘୱାଲ କହିଛନ୍ତି ଜନସାଧାରଣଙ୍କୁ ସେମାନଙ୍କ ଗୃହ ନିକଟରେ ନ୍ୟାୟ ପ୍ରଦାନ କରିବା ଉପଲକ୍ଷେ ଏହି ନ୍ୟାୟାଳୟଗୁଡ଼ିକ କାର୍ଯ୍ୟ କରୁଛି। କୌଣସି ବ୍ୟକ୍ତି ସାମାଜିକ, ଅର୍ଥନୈତିକ ତଥା ଅନ୍ୟାନ୍ୟ ଅକ୍ଷମତା ଯୋଗୁଁ ଯେଭଳି ନ୍ୟାୟରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଦେଶରେ ଗ୍ରାମ୍ୟ ନ୍ୟାୟାଳୟ ଆଇନ କାର୍ଯ୍ୟକାରୀ କରାଯାଉଛି। ବାଂଲାଦେଶରେ ହିନ୍ଦୁଙ୍କ ସମେତ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣା ପ୍ରତି ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଏଥିସହିତ ବାଂଲାଦେଶ ସରକାରଙ୍କୁ ମଧ୍ୟ କେନ୍ଦ୍ର ସରକାର ନିଜର ଏ ସମ୍ପର୍କିତ ଉଦ୍ବେଗ ଜଣାଇଛନ୍ତି ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଆଜି ଲୋକସଭାରେ କହିଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସିଂ କହିଛନ୍ତି ହିନ୍ଦୁଙ୍କ ସମେତ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କର କଲ୍ୟାଣ ତଥା ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ବାଂଲାଦେଶ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଭାରତ ଆଶା ରଖିଛି।
ଚଳିତ ମାସ 9 ତାରିଖରେ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କର ବାଂଲାଦେଶ ଗସ୍ତ ଅବସରରେ ମଧ୍ୟ ଭାରତ ଏ ସମ୍ପର୍କରେ ସେଠାକାର ସରକାରଙ୍କୁ ଅବଗତ କରାଇଛି। ଏହା ବ୍ୟତୀତ ଢାକାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ସ୍ଥିତି ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ସେହିଭଳି ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ହେଉଥିବା ହିଂସା ଘଟଣାରେ ନିଜ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଭାରତ ଉପଯୁକ୍ତ ଆନ୍ତର୍ଜାତିକ କୂଟନୈତିକ ସ୍ତରରେ ଏହି ପ୍ରସଙ୍ଗ ଉତ୍ଥାପନ କରିଛି। ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି ହେଉଥିବା ଧାର୍ମିକ ଅତ୍ୟାଚାର, ହିଂସା ଓ ଆକ୍ରମଣକୁ ରୋକିବା ସହିତ ସେମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓ ଚୀନ ମଧ୍ୟରେ ସୀମା ସମ୍ପର୍କିତ ସମସ୍ୟାକୁ 2005 ମସିହାରେ ପ୍ରଣୟନ ହୋଇଥିବା ନୀତି ଓ ରାଜନୈତିକ ମାନଦଣ୍ଡ ଅନୁସାରେ ସମାଧାନ କରିବା ଲାଗି ଦୁଇ ଦେଶ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସୀମା ସମସ୍ୟାରେ ଏକ ନ୍ୟାୟୋଚିତ ତଥା ଆପୋଷ ଗ୍ରହଣଯୋଗ୍ୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ଦିଗରେ ଭାରତ ଓ ଚୀନ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ଗତ 18 ତାରିଖ ଦିନ ବେଜିଂଠାରେ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଏକ ଶାନ୍ତିପୂର୍ଣ୍ଣ ସୀମା ପରିଚାଳନା ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାରତ ଏକ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ, ସମୃଦ୍ଧଶାଳୀ ତଥା ସମାବେଶୀ ବାଂଲାଦେଶକୁ ସମର୍ଥନ କରେ। ଭାରତ ବାଂଲାଦେଶ ସହିତ ଆପୋଷ ବିଶ୍ୱାସ, ସମ୍ମାନ ତଥା ପରସ୍ପରର ସ୍ୱାର୍ଥ ପ୍ରତି ସଚେତନ ଭିତ୍ତିକ ଏକ ସକାରାତ୍ମକ ତଥା ଗଠନମୂଳକ ସମ୍ପର୍କ ଚାହେଁ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ବିଶ୍ୱରେ ସୁସ୍ଥତା, ଶାନ୍ତି ଏବଂ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ପ୍ରଥମ ଥର ଲାଗି ବିଶ୍ୱ ଧ୍ୟାନ ଦିବସ ପାଳନ କରାଯିବ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବିଶ୍ୱ ଶାନ୍ତି ଓ ଐକ୍ୟ ନିମନ୍ତେ ଧ୍ୟାନ। ଚଳିତ ମାସ ଆରମ୍ଭରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତିକ୍ରମେ ଭାରତର ମିଳିତ ପ୍ରୟାସରେ ଡିସେମ୍ବର 21 ତାରିଖକୁ ବିଶ୍ୱ ଧ୍ୟାନ ଦିବସ ଭାବେ ଘୋଷଣା କରିବାକୁ ସଂକଳ୍ପ ଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସୁସ୍ଥତା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଅବସରରେ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବକ୍ତବ୍ୟ ପ୍ରଦାନ କରିବେ। ରାଜସ୍ଥାନର ଜୟପୁରସ୍ଥିତ ଭାଙ୍କରୋଟା ଅଞ୍ଚଳରେ ଆଜି ସକାଳେ ଏକ ଗ୍ୟାସ୍ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି। ଏଥିରେ 30ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ଆଜମେର ରାଜପଥରେ ଗୋଟିଏ ଗ୍ୟାସ୍ ଟ୍ୟାଙ୍କର ଅନ୍ୟ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ 29ଟି ଟ୍ରକ୍ ଓ 2ଟି ବସ୍ ସମେତ ମୋଟ 40ଟି ଗାଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ 5 ଜଣଙ୍କର ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଦୁର୍ଘଟଣାରେ ଆହତଙ୍କୁ ନିକଟସ୍ଥ ଏସ୍ଏମ୍ଏସ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଛନ୍ତି। ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣା ସମ୍ପର୍କରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏତଦ୍ବ୍ୟତୀତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରବର୍ଗଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଚିକିତ୍ସା ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶର ଅଧିକାଂଶ ଅଞ୍ଚଳରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ଅନୁରୂପ ପାଗ ରହିବ। ଇତିମଧ୍ୟରେ ଉପକୂଳ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ତଥା ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଜାରି ରହିଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2 ଦିନିଆ କୁଏତ ଗସ୍ତ ଆସନ୍ତାକାଲିଠାରୁ ଆରମ୍ଭ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ। ଭାରତ ଚୀନ ସୀମା ସମସ୍ୟାକୁ 2005 ମସିହାରେ ପ୍ରଣୟନ ହୋଇଥିବା ନୀତି ଓ ରାଜନୈତିକ ମାନଦଣ୍ଡ ଅନୁସାରେ ସମାଧାନ କରିବା ଲାଗି ଦୁଇ ଦେଶ ସହମତ। ଏବଂ ପ୍ରଥମ ବିଶ୍ୱ ଧ୍ୟାନ ଦିବସ ପାଳନ କରାଯିବ ଆସନ୍ତାକାଲି।
ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।